ତ ଯୋଉଠି ଜନ୍ମ ହଉଛନ୍ତି ପରିବାରରେ ଅଲରେଡି 2 ଜଣ ଥିଲେ, ଆଉ ଗୋଟେ 3 ନମ୍ବର ଜନ୍ମ ହେଲା, ରେଜିଷ୍ଟର କରିବାକୁ ପଡିବ। ମୃତ୍ୟୁ ଆଉ ଜନ୍ମର ପଞ୍ଜୀକରଣ ବୋଲି କହନ୍ତି କି ଠିକ ସେଇ ପ୍ରକାର ତୁମେ ମା ବାପାଙ୍କୁ ଯଦି ଜନ୍ମ ହେଇଛ ତ ଗଭର୍ଣମେଣ୍ଟ ରେଜିଷ୍ଟର କରିବ, କିନ୍ତୁ ସ୍ୱର୍ଗରେ ଯଦି ଜନ୍ମ ହେଇଛ ଆତ୍ମିକ ଜନ୍ମ, ତାହେଲେ ସ୍ୱର୍ଗରେ ରେଜିଷ୍ଟର ହେବ। ତ ସ୍ୱର୍ଗରେ ଯଦି ରେଜିଷ୍ଟର ହେଲ ମାନେ ପ୍ରଭୁ ଆପଣ ମାନଙ୍କୁ ପରିତ୍ରାଣ ଦେଇକି ମଣ୍ଡଳୀରେ ସଂଯୁକ୍ତ କଲେ ବୋଲି ଅର୍ଥ। ପ୍ରେରିତ 2:47 ଆଲଫା, ପ୍ରେରିତ 2 ଅଧ୍ୟାୟ 47 ପଦ। ଏବଂ ସମସ୍ତ ଲୋକଙ୍କର ପ୍ରିୟ ପାତ୍ର ହେଉଥିଲେ। ପୁଣି ପ୍ରଭୁ ପରିତ୍ରାଣ ପ୍ରାପ୍ତ ହେଉଥିବା ଲୋକଙ୍କୁ ପ୍ରତିଦିନ ମଣ୍ଡଳୀ ସହିତ ସଂଯୁକ୍ତ କରିବାକୁ ଲାଗିଲେ। ପ୍ରେଜ୍ ଦ ଲର୍ଡ। ମଣ୍ଡଳୀ, ମୋ ପଟେ ଦେଖନ୍ତୁ, ମଣ୍ଡଳୀ ସହିତ କିଏ କାହାକୁ ସଂଯୁକ୍ତ କରୁଥିଲେ? ପ୍ରଭୁ ହିଁ ସଂଯୁକ୍ତ କରନ୍ତି। ଜଣେ ଆମ ଚର୍ଚ୍ଚକୁ ଆସିବୁ ବୋଲି କହିଲେ ଆମେ କଣ କହି ମନା କରିବୁ କି? ନାଇଁ, ଆସନ୍ତୁ, ବସନ୍ତୁ, ଅଲ୍ ଆର୍ ୱେଲକମ୍। ମଦୁଆ ମାନେ ବି ଆସିକି ବସନ୍ତୁ, ଚର୍ଚ୍ଚକୁ ବସିବେ ହିଁ, ମନା କରିବେ ନା, ପାର୍ଟି କରିବେନି, ଚୁପଚାପ ବସ, ଏତିକି, ଡିଷ୍ଟର୍ବ କରିବ ନାହିଁ। ବ୍ୟଭିଚାରୀ ମାନେ ବି ଆସିକି ବସି ଯାଆନ୍ତି, ଚୋର ମାନେ ବି ଆସିକି ବସି ଯାଆନ୍ତି, ନାସ୍ତିକବାଦୀ ମାନେ ବି ଆସିକି ବସି ଯାଆନ୍ତି। କହିବେ ଆକେ ବେଟେ ଆମର ଚର୍ଚ୍ଚରେ ଜାତି ଧର୍ମ ର ଭେଦଭାବ ନାହିଁ। ମୁଁ କହିଲି ଚର୍ଚ୍ଚରେ ଆସିକି ବସିବା ମାତ୍ରକେ ଆପଣ ମାନେ ମଣ୍ଡଳୀର ସଭ୍ୟ ନୁହନ୍ତି, କି ଗୋଟେ ଚର୍ଚ୍ଚ ଘରର ମେମ୍ବରସିପ ନେବା ମାତ୍ରକେ ଏବେ ମଣ୍ଡଳୀରେ ସଭ୍ୟ ନୁହନ୍ତି। ମଣ୍ଡଳୀରେ ସଭ୍ୟ ସେ କରାଇବେ, ସିଏ ଯାହାକୁ ପରିତ୍ରାଣ ଦିଅନ୍ତି, ସେହି ପରିତ୍ରାଣ ପ୍ରାପ୍ତ ଲୋକମାନଙ୍କୁ ମଣ୍ଡଳୀ ସହିତ ସଂଯୁକ୍ତ ଆଡ କରାନ୍ତି। ଆଉ କୁହନ୍ତି, ଦୂତ କୁହନ୍ତି ଲେଖିଦିଅ, ନାମ ଲେଖିଦିଅ ଜୀବନ ପୁସ୍ତକରେ। ତ ଧରନ୍ତୁ ଆମର ମଣ୍ଡଳୀରେ ଗୋଟେ 100 ଜଣ ଅଛନ୍ତି, ତଥାପି ଆମର 100 ଜଣଙ୍କ ଭିତରେ କିଏ ଆକ୍ଚୁଆଲି ଏଇ ଆଗମନରେ ଉଠାଯିବା ଟିମରେ ଅଛନ୍ତି ଆମେ ଜାଣିନୁ। ଥରେ ଆମର ବେହେରାଗୁଡାରେ ଫାଷ୍ଟିଂ ପ୍ରେୟର ହେଉଥିଲା। ତ ଅବଭିୟସଲି ଟିକେ ଥିବେ 50-60 ଜଣ ଥିବେ, ଆଉ ଫାଷ୍ଟିଂ ପ୍ରେୟର ତ ଟିକେ ବେଶୀ ଥାନ୍ତି, 60-70 ପର୍ଯ୍ୟନ୍ତ ଆସନ୍ତି। ତ ଫାଷ୍ଟିଂ ପ୍ରେୟର ଗୋଟେ ଗୋଟେ ବର୍ଷରେ ଫାଷ୍ଟିଂ ପ୍ରେୟରରେ ଆମେ ପ୍ରାର୍ଥନା କରୁ, ଗୋଟେ ସ୍ପେଶାଲ ବିଷୟ ନେଇକି ପ୍ରାର୍ଥନା। ଗୋଟେ ଥର ଆମେ ଅଭିଶାପ ଭାଙ୍ଗିବା ନିମନ୍ତେ ଫାଷ୍ଟିଂ କରିକି ପ୍ରାର୍ଥନା କଲୁ। ଆଉ ଗୋଟେ ବର୍ଷର ଆଉ ଗୋଟେ କଣ ଥିଲା, ହିଲିଂ ହେଲା, ଭୂତ ଛଡାଇବାଟା ସବୁ ହେଲା, ମୁକ୍ତ ହେଲେ। ଆଉ ଗୋଟେ ବର୍ଷ ଗୋଟେ ପ୍ରାର୍ଥନା କଲୁ କି ପ୍ରଭୁ ଏବେ ମୁଁ ତ ଟିକେ ବାକ୍ୟର ଦାନ ପାଇଛି, ଉପଦେଶର ଶିକ୍ଷାର, ତଥାପି ଆମ ମଣ୍ଡଳୀରେ ଭାବବାଣୀର ଦାନ ଦରକାର, ଦର୍ଶନର ଦାନ ବି ଦରକାର, ସୁସ୍ଥତାର ବି ଦାନ ଦରକାର, ସବୁ ମତେ ଦେବା ଦରକାର ନାହିଁ। ଆମ ବିଶ୍ୱାସୀ ପରିବାର ଯୁବା ଯୁବତୀ ଅଛନ୍ତି, ସେମାନଙ୍କୁ ତୁମେ ଦାନ କର, ପ୍ରାର୍ଥନା କର। ବିଚିତ୍ର ଭାବରେ ଲାଷ୍ଟ ଦିନ କଣ ହେଲା, ଜଣେ ଭଉଣୀଙ୍କର ଦର୍ଶନ ଦାନ ମିଳିଲା, ଜଣେ ଭାଇଙ୍କୁ ଗୋଟେ ଗୋଟେ ଭାବବାଣୀର ଦାନ ମିଳିଲା, ଏମିତି। ତ ଜଣେ ଆମର ସୁଚିତ ବାବୁ, ସେ ତ ପୁରା ସ୍ୱର୍ଗ ନରକ ବି ଦେଖିକି ଆସିଛନ୍ତି। ସେ ଫାଷ୍ଟିଂ ପ୍ରେୟର ଦେଖିଲେ କି ଜୀବନ ପୁସ୍ତକକୁ ଦେଖିଛନ୍ତି ସେ ଦର୍ଶନରେ। ମୁଁ ଭୋଗଉଛି, ମୁଁ ତ ଫାଷ୍ଟିଂ କଲେ ମତେ କିଛି ଦେଖାଯାଉନି, ତ ପ୍ରାର୍ଥନା ବି ସେମିତି କଲେ, ମତେ ନ ଦେଖାଯାଉ, କମ ସେ କମ ପ୍ରଭୁ ତୁମ ଲୋକମାନଙ୍କୁ ଦେଖା। ସେ ଜୀବନ ପୁସ୍ତକ ଦେଖିଲେ, ଜୀବନ ପୁସ୍ତକ ଦେଖିଲେ ସେତେ ପୁରା ସୁନା ପରି। ଆମର ଗୋଟେ ଭିଡିଓ ଥିବ କାହାର କି ପ୍ରଭୁଙ୍କର ଆଗମନର ଜୀବନ ପୁସ୍ତକ ଫିଟା, ସେ ଏବେ ତ ଗ୍ରାଫିକ ଆସିଲା, 20 ବର୍ଷର ତଳର କଥା କହୁଛି, ସେତେବେଳେ ସେ ଦେଖିଲେ ଏ ଜୀବନ ପୁସ୍ତକ ଏମିତି ଓପନ ହେଲା, ଆଉ ସେ ଦେଖୁଛନ୍ତି ଆମର ଚର୍ଚ୍ଚର ନାମ ଅଛି ଉପରେ। ୱାଓ, ଖୁସି। ତାପରେ ଗୋଟେ ଗୋଟେ ନାମ ଅକ୍ଷର ସବୁ ହଠାତ୍ ଆସି ଯାଉଛି ଅକ୍ଷର ହେଇକି ଗୋଲ୍ଡ ଲେଟର୍ସ ରେ, ଗୋଟେ 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 ନେମ୍ସ ନାମ ଯାକ ଆସିଛି। ଦେଖୁଛନ୍ତି ନାମରେ ଗୋଟେ ଗୋଟେ 1 2 3 ଏମିତି ହେଇକି 25ଟା ନା 27ଟା ନାମ ପର୍ଯ୍ୟନ୍ତ ଆସିକି ରହିଗଲା। ପୁଣି ତାପରେ ନାଇଁ ଆଉ। ତ ମୁଁ ଯେତିକି ଜାଣିଛି, ମୁଁ ପ୍ରାୟ 250 ନା 300 ଜଣଙ୍କୁ ବାପ୍ତିସ୍ମ ଦେଇଛି, ପ୍ରାୟ କମ୍ପ୍ଲିଟଲି ମୋର ମିନିଷ୍ଟ୍ରିରେ 300-400 ଜଣଙ୍କୁ ଦେଇଛି। ଏଇଠି ବେହେରାଗୁଡାରେ ପ୍ରାୟ ଦେଇଛି ଗୋଟେ 40-50 ଜଣଙ୍କୁ ଦେଇଛି।
ତାପରେ ବି ନେଉଛନ୍ତି। ତ ଏଠି ଗୋଟେ ଗୋଟେ ଦର୍ଶନ ମିଳିଲା ବୋଲିବାଟା ଗୋଟେ ବଡ ଆଶ୍ଚର୍ଯ୍ୟ ଆଶୀର୍ବାଦର ଘଟଣା। ଦ୍ୱିତୀୟ କଥା, ଜୀବନ ପୁସ୍ତକରେ ଆମ ଚର୍ଚ୍ଚର ନାମ ଥିବାଟା ଗୋଟେ ଆଶୀର୍ବାଦର କଥା। ଆଉ ସେଥିରେ ଆମର ବିଶ୍ୱାସୀ ମାନଙ୍କର ନାମ ଥିବାଟା ବି ଆଶୀର୍ବାଦର କଥା। କିନ୍ତୁ କିନ୍ତୁ ଆମେ ଗଣିବାରେ ଆମର ବିଶ୍ୱାସୀ ମାନଙ୍କର ସଂଖ୍ୟା ଯାଉଛି 50-60 ପର୍ଯ୍ୟନ୍ତ, କିନ୍ତୁ ନାମ ମାତ୍ର 25-26-27 କେତେ ଥିଲା, ମତେ 27 ଥିଲା ବୋଧେ। 27 ଆଜ୍ଞା। 27 ଫିରୋଜ ଜାଣିଛି। ଆରେ ଏଇଟା ଗୋଟେ ସମସ୍ତଙ୍କ ମୁଣ୍ଡରେ ଧରିଦେଲା। ଦର୍ଶନ ପାଇଲେ ବଡ ଖୁସି ନାହିଁ, ଜୀବନ ପୁସ୍ତକ ନା ସେଇଟା ଖୁସି ନାହିଁ। 25 ପାଖରେ କାହିଁକି ଅଟକିଲା, ସେଇଟା ହେଲେ ଗୋଟେ ଟେନସନ ହେଇଗଲା। ତାପରେ ଆମେ ନାଇଁ ଚିନ୍ତା କଲୁ, ଏବେ ଯାଏ ସେତିକି ଲେଖା ହେଇଛି, ଆହୁରି ଲେଖା ହେବ ବୋଲି ସେଇଦିନ ଆଡଜଷ୍ଟ କରିଦେଲୁ। ବୋଲ ଯଦି ସେଇଠି ପର୍ଯ୍ୟନ୍ତ ଅଟକି ଗଲେ ପରିସ୍ଥିତି କଣ କହିହବନି, ସେଟା ଗ୍ୟାରେଣ୍ଟି ନାହିଁ। ତ ଆମେ ପ୍ରାର୍ଥନା କଲୁ, ପ୍ରଭୁ ସେମିତି ନ ହେଉ, ଆଉ ବି ଅଛନ୍ତି ପ୍ରଭୁ, ସେମାନଙ୍କ ନାମ ବି ଲିଖ ପ୍ରଭୁ। ତ ସେ ଅନୁସାରେ ବାକ୍ୟକୁ ବୁଝିକି ଦେଖନ୍ତୁ ତ, ବାପ୍ତିସ୍ମ ବି ନେଇଯାଇଛନ୍ତି କିନ୍ତୁ ନାମ ଚଢି ନାହିଁ ସେଠି। ପ୍ରଭୋଜ ନେଇ ଯାଉଛନ୍ତି, ନାମ ଚଢି ନାହିଁ ସେଠି। ଚର୍ଚ୍ଚରେ ବି ଆସିକି ବସୁଛନ୍ତି ବୋଧେ, ନାମ ତ ଚଢି ନାହିଁ। ଆଉ ଦାନ 10 ମାସ ବି ଚାଲିଛି, ନାମ ଚଢି ନାହିଁ। ହେଁ, ସଭାରେ ଯାଇକି ବସି ପଡୁଛନ୍ତି, ନାମ ଚଢି ନାହିଁ। କୟରେ ଯାଇକି ବସି ପଡୁଛନ୍ତି, ନାମ ଚଢି ନାହିଁ। ଏଇଟା କଷ୍ଟ ଲାଗିବ ପରେ। ରୋଦନ ଓ ଦନ୍ତର କିଡିବିଡି ମାନେ ଏଇଟା କି ମାନେ ଶେଷ ଯାଇ ଭାବୁଥିବେ, ହଁ ମୁଁ ତ ଯିବି ନା, ମୁଁ ତ ଯିବି ନା ସ୍ୱର୍ଗ, ମୁଁ ତ ଯିବି ନା। ଦେଖିଲା ବେଳକୁ ନାଇଁ। ଆଉ ସକାଳେ ଗୋଟେ ଭିଡିଓ ଛାଡିଥିଲି, ଦେଖିଲେ କି ହସିଲୁ, ମୋର ସାଙ୍ଗେ ତ ଅଧଘଣ୍ଟା ହସିଲୁ। ମୁଁ ଚେକ୍ କରୁଛି ଟିକେ ତେଲୁଗୁରେ ମିଳିଲେ ଭଲ ହେଇଥାନ୍ତା। ଓ ମାଇ ଗଡ୍, ସୁନ୍ଦର। ଆପଣ ସମସ୍ତେ ଦେଖନ୍ତୁ ସେ ଭିଡିଓ। ସୁବୁଦ୍ଧି ନିର୍ବୁଦ୍ଧି କନ୍ୟାର, ଓ ମାଇ ଗଡ୍, ସୁନ୍ଦର ଭାବରେ ପରଫର୍ମ କଲେ ଝିଅ ମାନେ। ସତରେ ତ ମୁଁ ସେମିତି କାନ୍ଦୁଥିଲି ଯୋଉଟା ଲାଷ୍ଟରେ ହାତ ପ୍ରଭୁଙ୍କର ଆଗମନରେ ମାନେ ସୁବୁଦ୍ଧି ପଳାଇଲେ, ମାନେ ରହିଗଲେ, କାନ୍ଦୁଥିଲେ। ଆପଣ ବିଶ୍ୱାସ କରିବେନି, ମୁଁ ବି ମୋର ଆଖିର ପାଣି ବାହାରି ପଡିଲା। ସେମାନେ କାନ୍ଦିବାରୁ ନୁହେଁ, ମୁଁ ବୁଝିପାରିଲି କି ବହୁତ ଜଣ ସେମିତି କାନ୍ଦିବେ ସେଦିନ, ସତ ନାହିଁ କି? ଆରେ ରେ 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 ପ୍ରଭୁ ସେମିତି ନ ହେଉ, ନ ହେଉ ବାପରେ ବୋଲି କାନ୍ଦି। ଲାଷ୍ଟକୁ ଟିକେ ଦୁଃଖ ଲାଗିଥିଲା, ମାନେ ସେମାନଙ୍କର କାନ୍ଦ ଦେଖିକି। ସେ ପର୍ଯ୍ୟନ୍ତ କଣ ଭାବୁଥିଲେ, ଗୋଟେ ଝିଅ ତ ମୁଁ प्रभुଙ୍କ ପାଇଁ 10,000 ଟଙ୍କାର ଶାଢୀ ପିंधिकी ଆସିଲୁ, मन अपने अपने तरीके से प्रभु को खुश करने के लिए सोच रहे थे वो लोग। प्रभु प्रदीप जालिबार बोल कहले, नाई मोर मोबाइल लाइट अच्छी बोलती बड़ी झील निजर स्टाइल रे केटा सुंदर नहीं कि देखले से फेस रे भी प्रभुଙ୍କର सानिध्य देखा जाउथला। और केते एक्स्ट्रा किछि न करिकी, ओवर एक्शन न करिकी, लिटराली लोक मान निकट को गोटे गोटे वार्ता, गोटे संदेश पहुंचू बोली से माने करिकी देखाले, जहाँ लिटरल नहीं कि आमर लाइफस्टाइल से तो कनेक्ट करला परी। सेमिति बहुत जन हाथ छड़ा हेबे से दिन, जहाँ रोदन और दंतर किड़िमिड़ी। परित्राण पांतु ब्रदर सिस्टर, बाकी कथा पछे। प्रभु जॉब भी दियंतु, सुस्थ भी करंतु, भलो मैरिजेस करांतु, भलो पिला छुआ दियंतु, आपन लाइफ सेटल भी करंतु। कुड़िया घरे, टीण घरे, चिरा फटा ड्रेस पिंधिक रुहो बोली कहू नहीं। प्रभु आपको सब विषय अनुग्रह करंतु, करिवे भी। बाइबल कहे, जदि तुम्हें प्रथम तांकरी राज्य और धार्मिकता को अन्वेषण करिवो, बाकी विषय टेंशन नियो नहीं, आमे बुझिबु बोले प्रभु। हाँ कि नहीं? गवर्नमेंट जॉब पाई सारला पर आउ क्वार्टर से जगाइबे, दरमा से जगाइबे, है तुम क्वार्टर पर्यंत गाड़ी से जगाइबे, को कंपनी रो फोन से जगाती, बाइक से माने जगाती। प्रथमे जॉइन हो, प्रथमे एडमिशन पाओ, प्रथमे प्रथमे कंपनी रो सीईओ कहते यू आर हायर्ड, जॉइन फ्रॉम मंडे बोल कहतो। आगे मासे 2 मास भीतर गोटे क्वार्टर मिलिबो, गोटे गाड़ी मिलिबो, गोटे फोन गोटे मिलिबो, गोटे टैग गोटे मिलिबो, आईडी गोटे मिलिबो। हैं, सेमिति प्रभुଙ୍କ राज्य रे प्रथमे जॉइन करंतु।
ତାହା ଅଟେ ପରିତ୍ରାଣ। ଜୀବନ ପୁସ୍ତକରେ ରେଜିଷ୍ଟର ହେଉ ଆଗେ।